କରିଛୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ସ୍ପେଶିଆଲିଟି ପଏଣ୍ଟକୁ। ଆଜି ଜାଣିବା ଆମେ ବାଲେଶ୍ୱର ଜିଲ୍ଲା ବିଷୟରେ। ବାଲେଶ୍ୱର ଜିଲ୍ଲାରେ ମୋଟ କେତୋଟି ତହସିଲ ରହିଛି ସେ ବିଷୟରେ ଆଜି ସମ୍ପୂର୍ଣ୍ଣ ଜାଣିବା। ତେବେ ଦୟାକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆମ ଚ୍ୟାନେଲ୍କୁ ପ୍ରଥମ ଥର ପାଇଁ ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ନମ୍ବର 1ରେ ରହିଛି ବାହାନଗା ତହସିଲ। ନମ୍ବର 1ରେ ରହିଛି ବାହାନଗା ତହସିଲ ଏବଂ ନମ୍ବର 2ରେ ଅଛି ରେମୁଣା ତହସିଲ। ନମ୍ବର 2ରେ ରହିଛି ରେମୁଣା ତହସିଲ ଏବଂ ନମ୍ବର 3ରେ ଅଛି ସୋରୋ ତହସିଲ। ନମ୍ବର 3ରେ ରହିଛି ସୋରୋ ତହସିଲ ଏବଂ ନମ୍ବର 4ରେ ଅଛି ଓପଦା ତହସିଲ। ନମ୍ବର 4ରେ ରହିଛି ଓପଦା ତହସିଲ। ନମ୍ବର 5ରେ ରହିଛି ଖଇରା ତହସିଲ। ନମ୍ବର 5ରେ ରହିଛି ଖଇରା ତହସିଲ ଏବଂ ନମ୍ବର 6ରେ ଅଛି ଜଲେଶ୍ୱର ତହସିଲ। ନମ୍ବର 6ରେ ରହିଛି ଜଲେଶ୍ୱର ତହସିଲ ଏବଂ ନମ୍ବର 7ରେ ଅଛି ବାଲିଆମାଲ ତହସିଲ। ନମ୍ବର 7ରେ ରହିଛି ବାଲିଆମାଲ ତହସିଲ ଏବଂ ନମ୍ବର 8ରେ ରହିଛି ଶିମୁଲିଆ ତହସିଲ। ନମ୍ବର 8ରେ ଅଛି ଶିମୁଲିଆ ତହସିଲ ଏବଂ ନମ୍ବର 9ରେ ରହିଛି ଭୋଗରାଇ ତହସିଲ। ନମ୍ବର 9ରେ ଅଛି ଭୋଗରାଇ ତହସିଲ ଏବଂ ନମ୍ବର 10ରେ ଅଛି ବସ୍ତା ତହସିଲ। ନମ୍ବର 10ରେ ରହିଛି ବସ୍ତା ତହସିଲ ଏବଂ ନମ୍ବର 11ରେ ଅଛି ନୀଳଗିରି ତହସିଲ। ନମ୍ବର 11ରେ ରହିଛି ନୀଳଗିରି ତହସିଲ ଏବଂ ନମ୍ବର 12ରେ ଅଛି ବାଲେଶ୍ୱର ତହସିଲ। ବାଲେଶ୍ୱର ଜିଲ୍ଲାରେ ମୋଟ 12ଟି ତହସିଲ ରହିଛି। ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।